सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଚାହୁଅଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସପ୍ରେମ ଜୟଛି। ଆଜି ଆମେ ଆଲୋଚନା କରିବା ଯୋଗର ଅଧିକାରୀ ବିଷୟରେ। ଅନେକ ଲୋକ କହନ୍ତି ଯେ ବାଳ ବ୍ରହ୍ମଚାରୀ ସେ ଯୋଗର ଅଧିକାରୀ, ଗୃହସ୍ଥ ଯୋଗ କରିପାରିବ ନାହିଁ। ଏହା ଠିକ୍ ନୁହେଁ, ଏହା ଅସତ୍ୟ ଓ ଭ୍ରମପୂର୍ଣ୍ଣ। ଯେଉଁ ଘରେ ସ୍ତ୍ରୀ ପୁରୁଷର ଯୋଗ ଅଛି ସେ ଯୋଗୀ ହୋଇପାରେ। ସ୍ତ୍ରୀ ଠାରୁ ଅଲଗା ରହିବା ଲୋକ ଯୋଗୀ ହୋଇନପାରେ। କୁହାଯାଏ ଆଦିଯୋଗୀ ସର୍ବପ୍ରଥମ ଯୋଗୀ ମହାଦେବ ସବୁବେଳେ ସ୍ତ୍ରୀ ସହିତ ରହୁଥିଲେ। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ସତୀ। ସେ ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ନିଜ ଶରୀରକୁ ଯୋଗାଗ୍ନିରେ ଭସ୍ମ କରିଦେବା ପରେ ମହାଦେବ ପାର୍ବତୀଙ୍କୁ ବିବାହ କରିଥିଲେ। ସ୍ତ୍ରୀ ଆଉ ଗୃହହୀନ ଭିକ୍ଷୁକ ଯୋଗ କରିନପାରେ। ପଦ୍ମାସନରେ ବସି ଯୋଗାଭ୍ୟାସ କରୁଥିବା ବ୍ରହ୍ମାଙ୍କର ସ୍ତ୍ରୀଙ୍କ ନାମ ସାବିତ୍ରୀ ଓ ସରସ୍ୱତୀ ଥିଲା। ସୁଖାସନରେ ଶୋଇ ଯୋଗାଭ୍ୟାସ କରୁଥିବା ବିଷ୍ଣୁଙ୍କ ସ୍ତ୍ରୀଙ୍କ ନାମ ଲକ୍ଷ୍ମୀ। ଯୋଗାଭ୍ୟାସ କରି ଇନ୍ଦ୍ରପଦ ପାଇଥିବା ସୁରେଶଙ୍କ ସ୍ତ୍ରୀଙ୍କ ନାମ ସଚୀ ଥିଲା। ଶ୍ରୀରାମ ଆଉ ରାବଣ ମଧ୍ୟ ଯୋଗୀ ଥିଲେ, ତାଙ୍କର ମଧ୍ୟ ସ୍ତ୍ରୀ ଥିଲା। ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କର ଅନେକ ସ୍ତ୍ରୀ ଯଥା 8 ଜଣ ପାଟରାଣୀ ଥିଲେ। ଯୋଗୀ ବଶିଷ୍ଠ ମୁନି, ଯୋଗୀ ଅନ୍ତ୍ରି ଓ ଯୋଗୀ ଗୌତମଙ୍କ ସ୍ତ୍ରୀ ଯଥାକ୍ରମେ ଅରୁନ୍ଧତୀ, ଅନସୂୟା ଓ ଅହଲ୍ୟା ଥିଲା। ନବଯୁବକ ସାଧୁ ବିବାହ କରି ଯୋଗ କରିପାରିବେ। ଯୋଗ ସାଧନ ପ୍ରତିଦିନ ଠିକ୍ ସମୟରେ ଦିନକୁ 2 ଘଣ୍ଟା ଅତି କମରେ ଦରକାର। ସକାଳ 3 ରୁ 5ଟା ବା 6ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟାବେଳେ 6ଟାରୁ 8ଟା ବା 9ଟା ପର୍ଯ୍ୟନ୍ତ ଯୋଗ ସାଧନ ପାଇଁ ପ୍ରକୃଷ୍ଟ ସମୟ। ଏହା ବ୍ୟତୀତ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟରେ ଯୋଗ କଲେ କିଛି କ୍ଷତି ନାହିଁ ଓ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଯୋଗ କରିବା ଉଚିତ। ରାତି 3ଟାରେ ଉଠି ଯୋଗ କଲେ ରାତି 9ଟାରେ କିମ୍ବା ଆଗରୁ ଶୋଇବାକୁ ହେବ, ଯେପରି ସାଧନ ସମୟରେ ନିଦ ନ ଲାଗେ। ଭୋକ ହେଲେ ରୁଚିକର ଭୋଜନ ଓ ଠିକ୍ ସମୟରେ ଶୟନ ଓ ଠିକ୍ ସମୟରେ ଅଲଗା ସଫାରେ ଯୋଗ ସାଧନ କରିବା। ଯେ ଜୀବିକା ନିର୍ବାହ ପାଇଁ କିଛି କାମ କରି ବିବାହ କରି ନିଜ ସ୍ତ୍ରୀ ସହିତ ଘରେ ରହୁଥିବ, ସେ ଯୋଗ ଠିକ୍ ଭାବେ କରିପାରିବ। ଗୃହହୀନ ଭିକାରୀ ଯୋଗର ନିୟମ ପାଳନ କରିବା କଠିନ।
ସେ ଠିକ୍ ସମୟରେ ଖାଏ ନାହିଁ, ଶୁଏ ନାହିଁ କି ଠିକ୍ ସମୟରେ ସାଧନ କରିପାରେ ନାହିଁ। ଏହି କାମ ସବୁ ଠିକ୍ ସମୟରେ ନହେଲେ ଠିକ୍ ସମୟରେ ଯୋଗ ସାଧନ କରି ସିଦ୍ଧି ଲାଭ କରିବା ଅସମ୍ଭବ। ଯୋଗୀ ବିଭିନ୍ନ ଯୋଗାଙ୍ଗର ଅଭ୍ୟାସ କରୁଥିବାରୁ ବିଭିନ୍ନ ପ୍ରକାର ଭୋଜନ ଦରକାର। ଗୃହହୀନ ସାଧୁ ମାଗି ଖାଉଥିବା ଖାଦ୍ୟ ଯୋଗ ପାଇଁ ଉପଯୁକ୍ତ ନୁହେଁ। ଯୋଗ କଲେ ରୁଚି ବଦଳିଯାଏ ଓ ବାସି, ପିତା, ଖଟା, ଲଙ୍କା ଓ ଅଧିକ ଲୁଣ ଖାଇବାକୁ ଯୋଗୀ ଭଲ ପାଏ ନାହିଁ। ସାଧାରଣ ଲୋକଙ୍କ ଖାଦ୍ୟକୁ ଯୋଗୀ ପସନ୍ଦ କରେ ନାହିଁ। ଭୋଜନ ନିଜ ସ୍ତ୍ରୀର ହାତରନ୍ଧା ବା ନିଜ ଘରର ଭୋଜନ ହେବା ଉଚିତ। ନିଜ ଉପାର୍ଜନରେ ଖାଦ୍ୟ ଖାଇଲେ ଯୋଗ ଶୀଘ୍ର ସିଦ୍ଧି ହୁଏ। ନିର୍ଦ୍ଦିଷ୍ଟ କୋଠରୀରେ ଯୋଗ କଲେ ଶୀଘ୍ର ଯୋଗ ସିଦ୍ଧି ହୁଏ। ତେଣୁ ଯୋଗର ଅଧିକାରୀ ସାଧୁ ନୁହେଁ, ଗୃହସ୍ଥ। ଯେ ଯୋଗକୁ ନିଜ ପ୍ରାଣ ପରି ଭଲ ପାଏ ଓ ଅତ୍ୟନ୍ତ ପ୍ରେମ ଓ ରୁଚି ରଖେ ଯୋଗ ପ୍ରତି, ସେ ପ୍ରତ୍ୟେକ ପରିସ୍ଥିତିରେ ଯୋଗର ଅଧିକାରୀ। ଏପରି ଅଧିକାରୀଙ୍କୁ ଯୋଗୀ ମୁନିଙ୍କର କର୍ତ୍ତବ୍ୟ ପ୍ରସନ୍ନତା ସହ ମୁନି ସମାଜର ସଦସ୍ୟ କରି ଉପଦେଶ ଦେବା। ମୁନି ସମାଜର ସଦସ୍ୟ ହୋଇନଥିବା ବ୍ୟକ୍ତିଙ୍କୁ ଯୋଗର ଉପଦେଶ ମୁନିମାନେ ନ ଦେବା ଉଚିତ। ମୁଁ ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଛି। ସମସ୍ତଙ୍କୁ ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।